ओम श्री परमात्मने नमः। ओम वासुदेवाय नमः। ओम व्यासदेवाय नमः। ओम जगन्नाथदासाय नमः। हे माँ सरस्वती तमें कंठरे बस, माँ कंठरे बस। अति बड़ी जगन्नाथ दास रचित श्रीमद्भागवत महापुराणर 33 अध्याय बा 33तम त्रयोतिंश अध्याय बा 33तम अध्याय आज श्रवण करिबा। एही अध्याय हेउछि तृतीय स्कंधर शेष अध्याय। एही अध्याय रे देवहूतिंकर तत्वज्ञान लाभ एवं मोक्ष पद प्राप्ति कथा वर्णना करा जाइछि। एहार प्रथम भाग रे पद्यांतरी एवं द्वितीय भाग रे एहार व्याख्या श्रवण करिबा। तेबे आसंतु आरंभ करिबा तृतीय स्कंधर शेष अध्याय। धारावाहिक भाव में शुणा चैनल टी को सब्सक्राइब करंतु एवं फॉलो करंतु, फल आपण प्रत्येक अध्याय धारावाहिक भाव में शुणी पारिबे। त्रयोतिंश अध्याय। पुत्र हूँ ज्ञान लभि भोले, तेतीसे मात निस्तरीले। मैत्रेय उवाच बोलन्ति मैत्रेय ब्राह्मण, विदुर सावधाने शृण। कर्दम पत्नी देवहूति, स्वभावे मनोरदुहिति। कपिल वचन शुणिले, मोहपटल प्रत्यजिले। तत्त्वविषय सांख्य ज्ञान, कहिले जेणु भगवान। ताहांकु कले प्रणिपात, विनये जोड़िबे निहस्त। चाहिण कपिल बदन, आनंदे करन्ति स्तवन। देवहूति उवाच तु नाथ सलील भितरे, शयन विराट देहरे। भूत इंद्रिय मनमय, जहिरे गुणंक प्रवाह। अशेष कारण कारण, तोकले बर नारायण। जठर पद्म रुजहार, जात हो इला वेदवर। तोरूप देखी बानी मन्ते, से अज विचारिला चिते। अनेक व्यापार से कला, केबे देखी न पारिला। केवल ध्याने से देखिला, ए विश्व सृष्टि तहु कला। तु प्रभु बहु रूप धरी, निज शक्तिरे माया करी। कलुए विश्व सरजन, स्वभावे तुझे कर्मभिन्न। सत्य संकल्प तुम्भे हरि, जीवंक भोग अनुसरी। सृष्ट्यादि करिच विधान, ए तुम्भ मायार अभियान। अनंत शक्ति ए तुम्भर, तुमाया के करु गोचर। प्रलय काले तुम्भे हरि, ए विश्व उदरे संहरी। शयन बट पत्रे तोर, बालमु कुंद रूपधर। चरण अंगुली बदने, भरिष यन शिशु जेने। ए विश्व जाहार उदरे, मुताकु केमंते जठरे। धइली बुझी न पारई, केवल तोमाया गोसाई। तु दुष्ट निबारिबा पाई, साधुर क्षणे तोर देहि। एणु तु भर कले बर, अन्यथा कि कार्य तोहर। जेन्हे को लादि रूप धरी, धर्मस्थापन कलहरी। कुलादि माने बराह प्रभृति। ए तत्व ज्ञान देवा पाई, ए रूप धइल गोसाई। कुतार्थ तुम्भे मते कल, पुत्र स्वरूपे प्रकाशिल। जानाम करीण श्रवण, अथवा करी संकीर्तन। ଯାହାକୁ କରି ନମସ୍କାର ସ୍ମରଣ କରି ନାମ ଯାର
ଚାଣ୍ଡାଳ ସୋମ ଯଜ୍ଞ ହୋଇ ଜାତି ବିଚାର ଭ୍ରାନ୍ତି ନୋହି। ସମଯୋଗ୍ୟ ହୁଏ ଅର୍ଥାତ୍ ସମଯଜ୍ଞକାରୀ ବ୍ରାହ୍ମଣ ତୁଲ୍ୟ ପୂଜନୀୟ ହୋଇଯାଏ। ଯେ ପ୍ରାଣୀ ନୟନେ ଦେଖିଲା ସେ କିବା କୃତାର୍ଥ ନୋହିଲା। ଏଣୁ ମୁଁ ସୁଗତି ଲଭିଲି ନୟନେ ତରୂପ ଦେଖିଲି। ଚଣ୍ଡାଳ ଏଣୁ ଶ୍ରେଷ୍ଠ ହେଲା ଜିହ୍ୱାରେ ତୋ ନାମ ଧଇଲା। ଯେଣୁ ତୋ ନାମ ଉଚ୍ଚାରିଲା ସକଳ ତପ ସେହୁ କଲା। ହୋମାଦି କଲା ବେଦ ମନ୍ତ୍ରେ ସ୍ନାନ ଯେ କଲା ସ୍ନାନ ସେ କଲା ନାନା ତୀର୍ଥେ। ତାପରେ ନାହିଁ ସଦାଚାର ତୋ ନାମ ଜିହ୍ୱାରେ ଯାହାର। ସମଗ୍ର ବେଦ ସେ ପଢ଼ିଲା ଯେ ତୁମ୍ଭ ନାମ ଉଚ୍ଚାରିଲା। ତୁମ୍ଭେ ଯେ ପରମ ପୁମାନ ତୁ ବ୍ରହ୍ମ ଜଗତ ଜୀବନ। ତୁମ୍ଭକୁ ନିଶ୍ଚଳ ମନରେ ଯୋଗୀ ଭାବନ୍ତି ନିରନ୍ତରେ। ଗୁଣମାନଙ୍କୁ ନିଜ ତେଜେ ବିନାଶ କରିଛ ସହଜେ। ତୁମ୍ଭେ କପିଳ ବେଦ ଗର୍ଭ ତୁ ବିଷ୍ଣୁ ବ୍ୟାପୀ ଅଛୁ ସର୍ବ। ବନ୍ଦଇ ତୁମ୍ଭର ଚରଣ ତୋ ବିନୁ ନ ଜାଣଇଆନ। ମୈତ୍ରେୟ ଉବାଚ ବୋଲନ୍ତି ମୈତ୍ରେୟ ଗୋସାଇଁ ଶୁଣବି ଦୂର ମନ ଦେଇ। ଏମନ୍ତେ ଦିବ୍ୟ ସ୍ତୁତି କରି ଆନନ୍ଦ ମନେ ମଦ ଭରି। ଶୁଣ ହେ ବିଦୁର ତଦନ୍ତେ ଜନନୀ ସ୍ତବନ କରନ୍ତି। ସେ ଯେ କପିଳ ଭଗବାନ ସାକ୍ଷାତେ ପରମ ପୁମାନ। ଗଭୀର ବଚନ ସଧୀରେ କହିଲେ ଜନନୀ ଛାମୁରେ। କପିଳ ଉବାଚ ଭୋମାତ ଘେନ ମୋ ବଚନ ମୋହର ବାକ୍ୟେ ଦିଅ ମନ। ଯେ ମାର୍ଗ ଭଜନ ପ୍ରକାର କହିଲୁ ଅଗ୍ରତେ ତୁମ୍ଭର। ଯେବେ ଏ ମାର୍ଗେ ତୁମ୍ଭେ ଯିବ ଏକାନ୍ତେ କୃଷ୍ଣଙ୍କୁ ଲଭିବ। ଅଚିରେ ଲଭିବ ମୁକତି ପାଇଣ ନିଶ୍ଚଳ ଭକତି। ଏ ମାର୍ଗେ ଶ୍ରଦ୍ଧା ତୁମ୍ଭେ କର ଲଭିବ ଗୋବିନ୍ଦ ପୟର। ଏମନ୍ତେ ବ୍ରହ୍ମବାଦୀ ମାନେ ମୋତେ ଲଭନ୍ତି ସାବଧାନେ। ଯହିଁରେ ମୃତ୍ୟୁ ଭୟ ନାହିଁ ଶୁଣ ଜନନୀ ମନ ଦେଇ। ତୁମ୍ଭେ ପାଇବ ସେହି ମତେ ଏଣୁ କହିଲି ତୁମ୍ଭ ହିତେ। ଏମନ୍ତ ଯେହୁ ନ ଜାଣନ୍ତି ସେ ପ୍ରାଣୀ ମୋତେ ନ ଭଜନ୍ତି। ମୈତ୍ରେୟ ଉବାଚ ଏମନ୍ତ ଭାବେ ଆତ୍ମାଗତି ଦେଖାଇ ଦେଲେ ରମାପତି। ମାତାଙ୍କ ଅନୁମତି ନେଲେ ତପସା ଧନେ ବନେ ଗଲେ। ବ୍ରହ୍ମବାଦିନୀ ଦେବହୂତି ଯୋଗ ମାର୍ଗରେ ଦେଲେ ମତି। ଆଶ୍ରମ ସରସ୍ୱତୀ କୂଳେ ଯୋଗ ସାଧିଲେ ସେ ନିଶ୍ଚଳି। ରହିଲେ ପୁତ୍ର ବାକ୍ୟ ଘେନି ସେ ସ୍ଥାନେ କର୍ଦ୍ଦମ ଘରଣୀ। ସ୍ନାନ ମାର୍ଜନା ତ୍ରୟ କାଳ କୁଟିଳ ଅଳକା ଜଟିଳ। କୃଷିତ ଲାବଣ୍ୟ ଶରୀର ପିନ୍ଧନ୍ତି ବକଳ ଅମ୍ବର। ଏମନ୍ତେ ତପସ୍ୱିନୀ ବେଶେ ସେ ଦେବ ହୂତିର ହେତୋଷେ। ଗୃହ ସମ୍ପଦ ଦୂର କରି ତପସ୍ୱୀ ବେଶେ ବନଚାରୀ। କର୍ଦ୍ଦମ ଅଚଳ ବିଭୂତି ଚିତୁ ତ୍ୟାଗିଲା ଦେବହୂତି। ତା ଛାଡ଼ି ଚିତ୍ତ ବୈରାଗେ ଭଜନ ମାର୍ଗେ ଅନୁରାଗେ। ପୂର୍ବେ କର୍ଦ୍ଦମ ପ୍ରଜାପତି ସମ୍ପାଦି ଥିଲେ ଯେ ସମ୍ପତ୍ତି। ଗୃହସ୍ଥ ଧର୍ମ କରିଥିଲେ ଉପମା ନାହିଁ ଭୂମଣ୍ଡଳେ।
ଦିବ୍ୟ ବି ମାନେ ସେ ବିହରି ଉପମା ନାହିଁ ତିନି ପୁରୀ ଜହିଁ କଳ୍ପିତ ବସ୍ତୁ ଯେତେ ଅଶେଷ ରତ୍ନେ ସୁନିର୍ମିତେ ମନ୍ଦିରେ ସ୍ଫଟିକର କାନ୍ଥ ଭୂମିର ଚିତ ମରକତ ରତ୍ନେ ଜଳନ୍ତି ଦୀପ ପ୍ରାୟେ ଶୋଭନେ ଯୋଗୀ ମନ ମୋହି ଯୁବତୀ ରତ୍ନେ ସୁଖଞ୍ଜଣି ସେ ଦିବ୍ୟ ପୁରେ ନିବାସିନୀ ସକଳ ଋତୁ ପୁଷ୍ପ ଫଳ ମଣି ନିର୍ମିତ ସ୍ତମ୍ଭକୂଳ ଦେବଙ୍କ ଦିବ୍ୟ ଭୋଗ ଜହିଁ ସର୍ବଦା କାଳ ସୁଖମୟୀ ବିଚିତ୍ର ଚିତ୍ର ହେମମୟୀ ଚିତ୍ର ପତାକା ଧ୍ୱଜ ସୋହେ ସୁଗନ୍ଧ ପୁଷ୍ପ ମାଳେ ମାଳେ ଯେ ରଥେ ଲମ୍ବେ ସୁଗହଳି ଗଭୀର ଭୃଙ୍ଗନାଦ ସୋହେ ପାଟବ ସନ ମନ ମୋହି ଉପରେ ନୀଳ ରତ୍ନମଣି ବିରାଜେ ରବି ତେଜଜିଣୀ ବିଶ୍ୱକର୍ମାର ଶିଳ୍ପୀ ଗୁଣ ଯେ ରଥେ ହୋଇଛି ଘଟଣ ମହାମର୍କତ ସ୍ଥଳୀ ଜହିଁ ବିଦ୍ରୁମ ବେଦୀ ବିରାଜଇ ଯେ ଦ୍ୱାରେ ବିଦ୍ରୁମ ଦେହଳି ହୀରାକ ବାଟ ଜହିଁ କିଳି ଦେହଳି କହିଲେ ଏରୁଣ୍ଡି ବନ୍ଧ ବାମଦ କ୍ଷିଣେ ପୂର୍ଣ୍ଣ କୁମ୍ଭ ବିରାଜେ ଇନ୍ଦ୍ର ନୀଳସ୍ତମ୍ଭ ଜଳନ୍ତି ପଦ୍ମରାଗ ଦୀପେ ବିଚିତ୍ର ଶିଖେ ଚନ୍ଦ୍ରାତପେ ମୌକ୍ତିକ ହେମମାଳାଲମ୍ବେ ପାଟଦୋଳିକା ରତ୍ନସ୍ତମ୍ଭେ ମୌକ୍ତିକ ଅର୍ଥାତ୍ ମୁକ୍ତା ଶ୍ଵେତହଂ ସକ ପାରାବତ ନାଦକ ରନ୍ତି ଉନ୍ମତ ବିମାନ ଶିଖେ ଜ୍ୱାଳାରନ୍ଧ୍ରେ ଧୂମନି ନିର୍ଗତ ଧୂପଗନ୍ଧି ବିହାର ସ୍ଥାନ ସୁମଣ୍ଡନ ସୁବର୍ଣ୍ଣ ନିର୍ମିତ ପ୍ରାଙ୍ଗଣ ନାନାବି ଶ୍ରାମ ସ୍ଥାନ ସୋହି ଦେଖି ଯୋଗୀଙ୍କ ମନ ମୋହି ବିମାନେ ଯେବେ ବିହରନ୍ତି ସେ ସୁଖ ସେମାନେ ବାଞ୍ଛନ୍ତି ଶଯ୍ୟାଗୋ କ୍ଷୀର ଫେନ ପ୍ରାୟେ ସେ ଦିବ୍ୟ ପୁରେ ଶୋଭା ପାଏ ଶୋହେ ସୁବର୍ଣ୍ଣ ପୀଢ଼ମାନ ସରସ ସୁଖ ଉପାଧାନ ଭୁବନ ବେଢ଼ିଣ ଉଦ୍ୟାନ ଜହିଁ ଅମର ଦ୍ରୁମମାନ ଫଳପୁ ସ୍ପରେ ପରିପୂର୍ଣ୍ଣ ତହିଁଲ ବିତଲତାମାନ ବିହଙ୍ଗ ମିଥୁନେ କ୍ରୀଡ଼ନ୍ତି ମତମ ଧୂପ ଯେ ଗୁଞ୍ଜନ୍ତି ବିବୁଧ ଅନୁଚରମାନେ ବିହରୁ ଥାନ୍ତି ସେ ଉଦ୍ୟାନେ ସେ ଦେବ ହୁତି ଯଶ କୀର୍ତ୍ତି ସୁସ୍ୱରେ ଗୀତ ସେ ଗାବନ୍ତି ଦିବ୍ୟ ବିଚିତ୍ର ବାପିମାନ ଉତ୍ପଳ ଗନ୍ଧେ ସୁବାସନ ବାପିମନ ଅର୍ଥାତ୍ ପୁଷ୍କରିଣୀ କଦମ ତହିଁ ବିହରନ୍ତି ସଙ୍ଗେ ସୁନ୍ଦରୀ ଦେବହୂତି ଏମନ୍ତ ରମ୍ୟ ସୁଖସ୍ଥାନ ବାଞ୍ଛନ୍ତି ଇନ୍ଦ୍ର ପତ୍ନୀମାନ ସେ ପୁର ତେଜି ଦେବହୂତି ଯୋଗ ସାଧନେ କଲେ ମତି ପ୍ରତେଜି ସ୍ୱାମୀ ପୁତ୍ର ଗଲେ ତେଣୁ ବି ରହେ ନିମଜିଲେ ଶୋକରେ ବିଷନ ବଦନ ତଥାପି ଯୋଗେ ଦୃଢ଼ ମନ ପତ୍ନୀ ନ୍ୟାସ ଦୁଃଖାକୁଳେ ପୁତ୍ର ସଙ୍ଗେ ସୁଖେ ଥିଲେ ସେ ପୁତ୍ର ତେଜି ଗଲେ ବନ ଏଣୁ ବି ଛେଦେ ଦୁଃଖ ମନ ବଛା ବି ଓଗେ ଜେହ୍ନେ ଗାଇ ଯେମନ୍ତେ ବ୍ୟାକୁଳେ ରୋଦଇ ସେ ରୂପେ ଆକୁଳ ହୋଇଲେ हा पुत्र बोली मोह गोले जन्मिला हृदे तत्वज्ञान तथापि शोक विद्यमान पुत्रर गुण अनुक्षणे स्मरण करन्ति रोदने ध्यान करन्ति कपिलंकु संतत डाकन्ति ताहाकु स्नेह छाड़िला धन घरे चित्तर हिला पुत्र ठारे
ମନକୁ କ୍ରମେ ସ୍ଥିର କଲେ ନିଶ୍ଚଳେ ସୁଦୃଢ଼େ ବସିଲେ। ଯେ ଧ୍ୟାନ ପୁତ୍ର କହିଥିଲେ ସେ ରୂପ ଚିତ୍ତେ ଧ୍ୟାନ କଲେ। ବିଶୁଦ୍ଧ ହୋଇଅଛି ମନ ତେଣୁ ନିଶ୍ଚଳ ରୂପେ ଧ୍ୟାନ। ଭକ୍ତି ଯୋଗରେ ଦୃଢ଼ ହେଲେ ଶାସ୍ତ୍ର ବିଧିରେ ଆରାଧିଲେ। ବୈରାଗ୍ୟ ଭାବେ ତତ୍ତ୍ୱଜ୍ଞାନ ତେଣୁ ଭାବନ୍ତି ଭଗବାନ। ଆତ୍ମାକୁ ସମାନ ଦେଖିଲେ ତା ବିନୁ ଅନ୍ୟ ନ ଜାଣିଲେ। ଯେ ଆତ୍ମା ହୋଏ ବିଶ୍ୱମୁଖ ବିନାଶୀ ମାୟା ଗୁଣ ଦୁଃଖ। ଏ ଜୀବ ଆଶ୍ରୟ ଯେ ବ୍ରହ୍ମ ତହିଁ ରଖିଲେ ମତି ଧ୍ୟାନ। ତାହାଙ୍କ ଗଲା ଜୀବ ଭାବ ହୋଇଲା ଆତ୍ମା ତତ୍ତ୍ୱ ଲାଭ। ସଂସାର କ୍ଲେଶ ନିବର୍ତ୍ତିଲା ତା ଗୁଣ ବ୍ରହ୍ମ ଦୂରେ ଗଲା। ଆପଣା ଦେହ ପାଶୋରିଲେ ସେ ବ୍ରହ୍ମ ସ୍ୱରୂପେ ରହିଲେ। ଯେସନେ ସ୍ୱପ୍ନ ଦେଖୁଥାଇ ନିଦ୍ରା ପ୍ରବୋଧେ ନଦୀ ସହଇ। ନିଦ୍ରା ପ୍ରବୋଧେ ଅର୍ଥାତ୍ ନିଦ୍ରାରୁ ଜାଗ୍ରତ ହେବା ପରେ ସେ ରୂପେ ଦେହ ପାଶୋରିଲେ କେବଳ ବ୍ରହ୍ମକୁ ଲଭିଲେ। ସେ ଦେବ ହୁତି ତପକ୍ଲେଶେ ଶରୀର ମଳିନ ପ୍ରକାଶେ। ଆମର ଅମର ଯୁବତୀ ସକଳେ ଯେ ଅଙ୍ଗ ସମାର୍ଜୁନ ଥିଲେ ସେ ଦେହ ମଳିନ ଦିଶିଲା ତହିଁ ତା ଆଦର ନହିଲା। ଯେଣୁ ତା ମନ ତାପ ଗଲା ଏଣୁ ସେ କୃଶ ଯେ ନହିଲା। ସଧୁମ ପାପ କର ପ୍ରାୟେ ତେବେ ହେଁ ଅଙ୍ଗ ଶୋଭା ପାଏ। ମନ ନିବେଶୀ ବାସୁଦେବେ ବସି ରହିଲେ ସ୍ଥାଣୁ ଭାବେ। ଦେହ ହୋଇଲା ଯୋଗେ ଲୟ ଆବର କାହିଁ ଲଜ୍ଜା ଭୟ। ସୁକେଶ ବନ୍ଧନ ଫିଟିଲା ଅଙ୍ଗେ ବସନ ନ ରହିଲା। ପ୍ରାରବ୍ଧ କର୍ମ ଭୋଗ ଯାଏ ଏ ଦେହ ବନ୍ଧ ମାତ୍ର ଥାଏ। ଏଣୁ ସେ ଦେହ ମାତ୍ର ଅଛି ତା ପାଇଁ ନ ସ୍ମରନ୍ତି କିଛି। ଶୁଣ ହେ ବିଦୁର ତଦନ୍ତେ କପିଳ ଯୋଗର ଉକତେ। ଲଭିଲେ ସେ ବ୍ରହ୍ମ ନିର୍ବାଣ ଯେସନେ ଜଳେ ଜଳଲୀନ। ଶୁଣ ବିଦୁର ଯେଉଁ ସ୍ଥଳେ ସେ ଦେବୀ ସୁସିଦ୍ଧି ଲଭିଲେ। ସେ ସ୍ଥଳ ପୁଣ୍ୟ କ୍ଷେତ୍ର ହେଲା ଭୁବନେ ବିଦିତ ହୋଇଲା। ତା ନାମ ସିଦ୍ଧ ପଦ କହି ସିଧେ ସୁସିଦ୍ଧ ଜହିଁ ହୋଇ। ସେ ଦେବ ହୁତି କଳେବର ଯୋଗେ ସୁସିଦ୍ଧ ପୁଣ୍ୟତର। କୃଷ୍ଣ ଭାବନା ଧ୍ୟାନ ନିତେ ଆନନ୍ଦ ଭକ୍ତି ଯୋଗ ଜୁତେ। ସେ ଧ୍ୟାନେ ଶରୀର ମିଳାଇ ନଦୀ ସ୍ୱରୂପେ ଗଲେ ବହି। ନଦୀଙ୍କ ଶ୍ରେଷ୍ଠ ସେ ହୋଇଲା ସୁପୁଣ୍ୟ ତୀର୍ଥ ବୋଲାଇଲା। ଯାହାକୁ ସେ ବି ସିଦ୍ଧ ମାନେ ସିଦ୍ଧି ଲଭନ୍ତି ସେହୁ ସ୍ଥାନେ। ନାମତା ସିଦ୍ଧିଦା ହୋଇଲା ସ୍ପରଶେ ପାପ ବିନାଶିଲା। ସେ ଯେ କପିଳ ମହାଯୋଗୀ ବିଷୟେ ହୋଇ ବୈରାଗୀ। ମାତାଙ୍କ ସ୍ନେହ ତ୍ୟାଗୀ ଗଲେ ଐଶାନ୍ୟ ଦିଗେ ପ୍ରବେଶିଲେ। ସମୁଦ୍ର ତୀରେ ଘୋର ବନେ ବସେ ନିର୍ମଳ ଯୋଗ ଧ୍ୟାନେ। ସମୁଦ୍ର ତାହାଙ୍କୁ ଦେଖିଲେ ଆନନ୍ଦ ମନେ ପୂଜା କଲେ। ସେ ତାଙ୍କୁ ଦେଲେ ପୁଣି ସ୍ଥାନ ତହିଁ ରହିଲେ ଭଗବାନ। ଯହିଁ ସକଳ ସୁରଗଣ ସେବନ୍ତି ଯେଝା ନିଜୋଗେଣ। ସିଦ୍ଧଚାରଣ ମୁନି ଜନେ ଗନ୍ଧର୍ବ ଅପସରାଗଣେ। ସ୍ତୁତି କରନ୍ତି କପିଳଙ୍କୁ ସଭୟେ ନିତ୍ୟ ସେବିତାଙ୍କୁ। ଯୋଗେ ରହିଲେ ମହାମୁନି
ସଂଖ୍ୟାଚାର୍ଯ୍ୟଙ୍କ ମାନ୍ୟ ଘେନି ତ୍ରିଲୋକ ଜନ ଶାନ୍ତି ପାଇଁ ଯୋଗେର ହିଲେ ଯୋଗ ସାଇଁ ରହିଲେ ବ୍ରହ୍ମ କଳ୍ପ ଯାଏ ଲୋକ ଶିକ୍ଷାରେ ଦେବରାଏ ବିଦୁର ପଚାରିଲୁ ଯାହା ସମ୍ପାଦେ କହିଲି ମୁଁ ତାହା କପିଳ ଦେବହୂତିଙ୍କର ପବିତ୍ର ସୁଜ୍ଞାନ ବିଚାର ଏହା ଯେ ଶ୍ରବଣ କରନ୍ତି କିଏ ବା ବଦନେ ଗୁଣନ୍ତି ଆନନ୍ଦେ ସଭା ମଧ୍ୟ କହେ ଅଶେଷ ଜନ୍ମ ପାପ ଦଏ ସେ ସର୍ବେ ଗୋବିନ୍ଦ ଚରଣେ ଭକ୍ତି ଲଭନ୍ତି ଅନୁକ୍ଷଣେ ଅନ୍ତେ ଲଭନ୍ତି ହରିସ୍ଥାନ କେ କରି ପାରେ ତାହାନ ତୃତୀୟ ସ୍କନ୍ଧେ ଭାଗବତ କପିଳ ଜ୍ଞାନ ଉପଗତ 33 ଅଧ୍ୟାୟ ସମାପତ କହିଲା ବିପ୍ର ଜଗନ୍ନାଥ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ ସଂହିତାୟାଂ ବୟାସିକ୍ୟାଂ ତୃତୀୟ ସ୍କନ୍ଧେ କପିଳ ଉପାଖ୍ୟାନେ ତ୍ରୟୋତ୍ରିଂଶ ଅଧ୍ୟାୟः समाप्तोऽयं तृतीय स्कन्धः ओं हरि ओं तत्सत् हरि ओं तत्सत् हरि ओं तत्सत्। वर्तमान यह अध्याय आम व्याख्या श्रवण करिबा। मनुष्य जन्म हैला मात्रे तीनोटी ऋण ता उपरे रहे। गोटे हला पितृ ऋण, आ गोटे हला देव ऋण एवं आ गोटे हला ऋषि ऋण। यही ऋण जितेबाला मनुष्य सुझी पारे ना तेबे ऋणी ही सी संसार को विदाय हुए। तेबे पितृ ऋण जो मनुष्य पुत्र संतान जन्म करे से पितृ ऋण मुक्ति हुए एवं पुणी जी जन्म हुए से तार पितार ऋण सुझा बाकी रहे। किंतु आमे जेते चेष्टा कले मध्य बापा माँ को ऋण केबे भी सुझी पारिबा नाही। किंतु आमे मध्य बापा माँ को शिक्षा दे पारिबा। शिक्षा माध्यम मध्य तांकर जीवन को आमे मोक्षदान करि पारिबा। केतेबेले पुओ आ झियो बापा माँ को शिक्षा देबे जेतेबेले बापा माँ को ठारू अधिक ज्ञान आहरण करि पारिबे सेतेबेले सेमाने बापा माँ को मध्य शिक्षा दे पारिबे जहा फल कि तांकर जीवन सार्थक हबो। यही तृतीय स्कंदर आमे गोटे कथा शिखिबा। कर्दम ऋषि और देवहूति गर्भरु श्री भगवान कपिलदेव जन्म लाभ करथिले। सी तांको माता को यही धर्म ज्ञान तत्व ज्ञान प्रदान करिबा द्वारा सी मध्य मुख्य पद प्राप्त होइथिले। तेणु आमानकर कर्तव्य हेउछि बापा माँ थिले निश्चित तांको पई आमे श्रीमद् भगवद गीता खंडे आनिकी देबा जोटा कि गीता प्रेस आपण पाइबे 450 टंका मूल्य अति सुलभ मूल्य। वर्तमान सुधा जति गीता लेखा जाइछि एई गीताटी हला श्रेष्ठ गीता। एई गीता आनिको निज बापा माँ को दियंतु। बापा माँ को पढ़ा को कहतु। जदि बापा माँ पढ़ी पार नाहंती आपण माने मध्य ताहाको सुनेबा पढ़ी सुनेबा उचित। या फल आपणकर जीवन धन्य होगा सहित बापा माँ जीवन मध्य आपण पुत्र हिसाब से धन्य करें। तेबे आसंतु आरंभ करवा ए अध्यायर व्याख्या। व्याख्याटी पुत्र ए माता देवहूति तत्वज्ञान लाभ और मोक्ष प्राप्ति उपर वर्णना। मुनिवर मैत्रेय कहले, हे विदुर, श्री कपिल भगवान को मुखरु एही उपदेश सुनी कर्तमकर प्रिया पत्नी तथा कपिलंक माता देवहूतिंकर मोह नष्ट होगला एवं से तत्व प्रतिपादक सांख्य ज्ञानर आधार भूमि भगवान कपिल को प्रणाम करी स्तुति कले। देवहूति कहले, प्रभु आपण ही हेउछंती जल भितर शयन करिथवा शेषशायी भगवान नारायण। आपणक श्री विग्रह ही भूत इंद्रिय विषय और मनर आधार। आपणक ठारो ही गुणर परंपरा गड़ी आसुची। सत् अर्थात कार्य रूप में जो जगत रही ताहार कारण मध्य आपण। आपणक नाभि कमलरू उत्पन्न होइथिबा ब्रह्मा सृष्टि निर्माण निमंते आपणको ही ध्यान करथिले। हे भगवान, आपण हेउछंती सत्य संकल्प। आपण निष्क्रिय होई मध्य गुणमानकर प्रभाव हेतु
त्रिगुण द्वारा ଏହି ବିଶ୍ୱରେ ସୃଷ୍ଟି ସ୍ଥିତି ଓ ସଂହାର କରିବାର ଲୀଳା କରନ୍ତି। ଆପଣ ଏକ ହୋଇ ମଧ୍ୟ ବ୍ରହ୍ମା ବିଷ୍ଣୁ ଓ ଶିବ ଏପରି ତ୍ରିବିଧ ରୂପ ଧରନ୍ତି। ଆପଣ ହେଉଛନ୍ତି ସମସ୍ତଙ୍କର ଆତ୍ମା ଈଶ୍ୱର ଏବଂ ସହସ୍ର ସହସ୍ର ଅଚିନ୍ତ୍ୟ ଶକ୍ତିରେ ସମ୍ପନ୍ନ। ହେ ନାଥ, କେତେ ବଡ଼ ବିଚିତ୍ର କଥା ନୁହେଁ ଯେ ପ୍ରଳୟ କାଳ ଆସିଲେ ଯାହାଙ୍କ ଉଦରରେ ସକଳ ଜଗତ ଲୀନ ହୋଇଯାଏ ଏବଂ କଳ୍ପାନ୍ତରେ ଯେ ମାୟାମୟ ବାଳକ ରୂପରେ ଏକାକୀ ବଟବୃକ୍ଷର ପତ୍ରରେ ଶୟନ କରି ନିଜ ପାଦର ବୁଢ଼ା ଆଙ୍ଗୁଠିକୁ ଚୁଚୁମୁଥାନ୍ତି, ତାହାଙ୍କୁ ମୁଁ ଗର୍ଭରେ ଧାରଣ କରିଥିଲି। ବିଭୋ, ଆପଣ ପାପୀମାନଙ୍କୁ ଦମନ କରିବା ନିମନ୍ତେ ତଥା ନିଜର ଆଜ୍ଞାକାରୀ ଭକ୍ତମାନଙ୍କର ଅଭ୍ୟୁଦୟ ଓ କଲ୍ୟାଣ କରିବା ନିମନ୍ତେ ସ୍ୱେଚ୍ଛାରେ ଦେହ ଧାରଣ କରନ୍ତି। ତେଣୁ ଆପଣଙ୍କର ବରାହ ଆଦି ଅବତାର ପରି ଏହି କପିଳ ଅବତାର ମଧ୍ୟ ମୁମୁକ୍ଷୁଜନଙ୍କୁ ଜ୍ଞାନମାର୍ଗ ଦେଖାଇବା ନିମନ୍ତେ ଉଦ୍ଦିଷ୍ଟ। ଭଗବାନ, ଆପଣଙ୍କର ନାମ ଶ୍ରବଣ କୀର୍ତ୍ତନ କଲେ ତଥା ଭୁଲ ବଶତଃ କେବେ କିପରି ଆପଣଙ୍କୁ ବନ୍ଦନ ସ୍ମରଣ କଲେ ଯଦି ଚଣ୍ଡାଳ ମଧ୍ୟ ସୋମଯଜ୍ଞ କରୁଥିବା ବ୍ରାହ୍ମଣଙ୍କ ସମାନ ପୂଜନୀୟ ହୋଇଯାଇପାରେ, ତେବେ ଆପଣଙ୍କ ଦର୍ଶନ ଲାଭ କଲେ ଯେ ମନୁଷ୍ୟ କୃତ୍ୟ ହୋଇଯିବ, ଏଥିରେ ସନ୍ଦେହ କ'ଣ? ଆହା, ଯେଉଁ ଚଣ୍ଡାଳର ଜିହ୍ୱାଗ୍ରରେ ଆପଣଙ୍କର ନାମ ବିରାଜମାନ କରେ, ସେ ବି ଅତ୍ୟନ୍ତ ମହାନ ହୋଇଯାଏ। ଯେଉଁ ଶ୍ରେଷ୍ଠ ପୁରୁଷ ଆପଣଙ୍କର ନାମ ଉଚ୍ଚାରଣ କରନ୍ତି, ଜାଣନ୍ତୁ ସେତିକିରେ ତାହାଙ୍କର ତପ ଯଜ୍ଞ ତୀର୍ଥସ୍ଥାନ ଓ ସଦାଚର ପାଳନ ଓ ବେଦ ଅଧ୍ୟୟନ ସବୁକିଛି ହୋଇଗଲା। ହେ କପିଳଦେବ, ଆପଣ ହେଉଛନ୍ତି ସାକ୍ଷାତ ପରମବ୍ରହ୍ମ। ଆପଣ ହିଁ ପରମ ପୁରୁଷ। ବୃତ୍ତିମାନଙ୍କର ପ୍ରବାହକୁ ଅନ୍ତର୍ମୁଖୀ କରିଦେଇ ଅନ୍ତଃକରଣରେ ଆପଣଙ୍କୁ ହିଁ ଚିନ୍ତନ କରାଯାଏ। ଆପଣ ନିଜ ତେଜରେ ମାୟାମୟୀ ଗୁଣ ପ୍ରବାହକୁ ନଷ୍ଟ କରିଦିଅନ୍ତି ତଥା ଆପଣଙ୍କ ଉଦରରେ ହିଁ ସକଳ ବେଦ ତତ୍ତ୍ୱ ନିହିତ। ଏପରି ସାକ୍ଷାତ ବିଷ୍ଣୁ ସ୍ୱରୂପ ଆପଣଙ୍କୁ ମୁଁ ପ୍ରଣାମ କରୁଛି। ମୁନିବର ମୈତ୍ରେୟ କହିଲେ, ମାତା ଏପରି ସ୍ତୁତି କରିବାରୁ ମାତୃବତ୍ସଳ ପରମ ପୁରୁଷ କପିଳଦେବ ତାଙ୍କୁ ଗମ୍ଭୀର ବାଣୀରେ କହିଲେ। କପିଳଦେବ କହିଲେ, ହେ ମାତା, ମୁଁ ତୁମ୍ଭକୁ ଏଇ ଯେଉଁ ସୁଗମ ମାର୍ଗ କହିଲି, ଏହା ଅବଲମ୍ବନ କଲେ ତୁମେ ଅତି ଶୀଘ୍ର ପରମପଦ ପାଇଯିବ। ମୋର ଏହି ମତ ବା ଉପଦେଶ ପ୍ରତି ବିଶ୍ୱାସ ରଖ। ବ୍ରହ୍ମବାଦୀ ଲୋକମାନେ ଏହା ପାଳନ କରନ୍ତି। ଏହା ପାଳନ କଲେ ତୁମେ ମୋର ଜନ୍ମ ମରଣ ରହିତ ସ୍ୱରୂପ ଲାଭ କରିପାରିବ। ଯେଉଁମାନେ ମୋର ଏହି ତତ୍ତ୍ୱ ଜାଣନ୍ତି ନାହିଁ, ସେମାନେ ଜନ୍ମ ମୃତ୍ୟୁର ଚକ୍ରରେ ପଡ଼ନ୍ତି। ମୁନିବର ମୈତ୍ରେୟ କହିଲେ, ଏପରି ଭାବରେ ଶ୍ରୀ କପିଳଦେବ ଶ୍ରେଷ୍ଠ ଆତ୍ମଜ୍ଞାନ ବିଷୟରେ ଉପଦେଶ ଦେଇ ନିଜର ବ୍ରହ୍ମବାଦିନୀ ଜନନୀଙ୍କ ଅନୁମତି ନେଇ ସେଠାରୁ ଚାଲିଗଲେ। ତାପରେ ଦେବହୂତି ମଧ୍ୟ ସରସ୍ୱତୀ ନଦୀର ମୁକୁଟ ସଦୃଶ ନିଜ ଆଶ୍ରମରେ ରହି ପୁତ୍ର ଦ୍ୱାରା ଉପଦିଷ୍ଟ ଯୋଗ ସାଧନା ପଦ୍ଧତିରେ ଯୋଗାଭ୍ୟାସ କରି ସମାଧିସ୍ଥ ହୋଇଗଲେ। ତ୍ରିକାଳ ସ୍ନାନ କରିବା ଫଳରେ ତାଙ୍କର କୁଞ୍ଚିତ କେଶ ପିଙ୍ଗଳ ବର୍ଣ୍ଣ ଜଟାରେ ପରିଣତ ହୋଇଗଲା ତଥା ଜୀର୍ଣ୍ଣ ବସ୍ତ୍ରରେ ଆଚ୍ଛାଦିତ ତାହାଙ୍କ ଶରୀର ଉଗ୍ର ତପସ୍ୟା ହେତୁ ଦୁର୍ବଳ ହୋଇଗଲା। ସେ ପ୍ରଜାପତି କର୍ଦ୍ଦମଙ୍କ ତପବଳରୁ ପ୍ରାପ୍ତ ଅନୁପମ ଗୃହସ୍ଥ ସୁଖ, ଯାହା ଦେବତାମାନେ ମଧ୍ୟ ପାଇବାକୁ ଚାହୁଁଥାନ୍ତି, ତାହା ତ୍ୟାଗ କରିଦେଲେ। ଯେଉଁ ଘରେ ଦୁଗ୍ଧ ଫେନ ନିଭ ସ୍ୱଚ୍ଛ ସୁକୋମଳ ଶଯ୍ୟାଯୁକ୍ତ ହାତୀଦାନ୍ତର ପଲଙ୍କ ପଡ଼ିଥିଲା, ଯେଉଁଠାରେ ସୁନାର ପାତ୍ରମାନ ଥିଲା, କୋମଳ ଗଦି ପଡ଼ିଥିବା ସୁନାର ସିଂହାସନ ବିରାଜୁଥିଲା, ଯେଉଁ ଘରେ ସ୍ୱଚ୍ଛ ସ୍ଫଟିକମଣି ଓ ମହାମରକତ ମଣିର କାନ୍ଥମାନଙ୍କରେ ରତ୍ନରେ ଗଢ଼ା ନାରୀମୂର୍ତ୍ତିମାନଙ୍କ ସହିତ ମଣିମୟ ଦୀପ ପ୍ରଜ୍ୱଳିତ ହେଉଥିଲା, ସେହି ଗୃହ ସମ୍ପଦ ସେ ପରିତ୍ୟାଗ କରିଦେଲେ। ଯେଉଁ ଗୃହୋଦ୍ୟାନ ଫୁଲଭରା ଦିବ୍ୟ ବୃକ୍ଷରେ ସୁଶୋଭିତ ହେଉଥିଲା ଓ ଯାହା ବିବିଧ ଜାତିର ପକ୍ଷୀମାନଙ୍କର କଳରବ ଓ ପ୍ରମତ୍ତ ଭ୍ରମରମାନଙ୍କର ଗୁଞ୍ଜନରେ ଗୁଞ୍ଜାୟମାନ ହେଉଥିଲା ତଥା ଯେଉଁ ଉଦ୍ୟାନର ପଦ୍ମଗନ୍ଧ ମହକୁଥିବା ଜଳାଶୟଗୁଡ଼ିକରେ ସେ କର୍ଦ୍ଦମଙ୍କ ସହିତ ତାହାଙ୍କର ଆଦର ଓ ପ୍ରେମଲାଭ କରି ଜଳକ୍ରୀଡ଼ା କରିବା ପାଇଁ ପ୍ରବେଶ କରୁଥିବା ଦେଖି ଗନ୍ଧର୍ବମାନେ ମଧ୍ୟ ତାହାଙ୍କର ଗୁଣଗାନ କରୁଥିଲେ ଏବଂ ଯେଉଁ ସୌଭାଗ୍ୟ ପାଇବାକୁ ଇନ୍ଦ୍ରାଣୀମାନେ ମଧ୍ୟ ଲାଳାୟିତ ଥିଲେ, ସେହି ଗୃହ ଉଦ୍ୟାନକୁ ମଧ୍ୟ ସେ ତ୍ୟାଗ କରିଦେଲେ। କିନ୍ତୁ ପୁତ୍ର ବିୟୋଗରେ ବ୍ୟାକୁଳ ହୋଇ ତାହାଙ୍କର ମୁଖ ଟିକେ ମ୍ଳାନ ହୋଇଗଲା। ପତିଙ୍କର ବନଗମନ ପରେ ପରେ ପୁତ୍ରଠାରୁ ବି ବିଚ୍ଛେଦ ଘଟିବାରୁ ସେ ଆତ୍ମଜ୍ଞାନ ସମ୍ପନ୍ନା ହୋଇ ମଧ୍ୟ ବାଛୁରୀ ହରାଇଥିବା ଗାଈ ପରି ବ୍ୟାକୁଳ ହୋଇଗଲେ। ପ୍ରିୟ ବିଦୁର, ନିଜ ପୁତ୍ର କପିଳଦେବ ରୂପୀ ଭଗବାନ ହରିଙ୍କୁ ହିଁ ଚିନ୍ତନ କରି କରି ସେ କିଛି ଦିନ ଭିତରେ ସେହି ଐଶ୍ୱର୍ଯ୍ୟମୟ ଗୃହ ପ୍ରତି ନିସ୍ପୃହ ହୋଇଗଲେ। ଭଗବାନ କପିଳଦେବ
ଏହି ସ୍କନ୍ଧର 28 ଅଧ୍ୟାୟରେ ଭଗବାନଙ୍କର ଯେଉଁ ପ୍ରସନ୍ନ ମୁଖାରବିନ୍ଦ ଯୁକ୍ତ ଧ୍ୟାନ ଯୋଗ୍ୟ ସ୍ୱରୂପକୁ ଧ୍ୟାନ ପଦ୍ଧତି ଉପଦେଶ ଦେଇଥିଲେ, ସେହି ପ୍ରଣାଳୀରେ ସେ ଭଗବାନଙ୍କର ଗୋଟିଏ ଗୋଟିଏ ଅଙ୍ଗକୁ ଏବଂ ସମଗ୍ର ରୂପକୁ ଚିନ୍ତନ କରି ପ୍ରଭୁଙ୍କୁ ଧ୍ୟାନ କରିବାକୁ ଲାଗିଲେ, ଅର୍ଥାତ୍ ଅଷ୍ଟାଙ୍ଗ ବିଧି ଯାହାକୁ କୁହାଯାଏ। ଏପରି ଭାବରେ ପ୍ରଭୁଙ୍କ ଧ୍ୟାନରେ ମନ ଲଗାଇ ଲଗାଇ ତାହାଙ୍କର ତଦାକାର ବୃତ୍ତି ହୋଇଗଲା। ଭକ୍ତିର ପ୍ରବଳ ପ୍ରବାହ, ପ୍ରଗାଢ଼ ବୈରାଗ୍ୟ ଓ ଯଥୋଚିତ କର୍ମ ଅନୁଷ୍ଠାନ ଦ୍ୱାରା ସେ ବ୍ରହ୍ମଜ୍ଞାନ ସମ୍ପନ୍ନ ହୋଇଗଲେ। ତା ଫଳରେ ତାହାଙ୍କ ଅନ୍ତଃକରଣ ସମ୍ପୂର୍ଣ୍ଣ ଶୁଦ୍ଧ ହୋଇଗଲା ଏବଂ ତାଙ୍କୁ ସର୍ବତ୍ର ଏକମାତ୍ର ପରମାତ୍ମାଙ୍କର ହିଁ ସାକ୍ଷାତକାର ହେବାକୁ ଲାଗିଲା। ମାୟାର ଗୁଣ ସବୁ ନଷ୍ଟ ହୋଇଗଲା, ଅର୍ଥାତ୍ ମାୟାର ନାମଗନ୍ଧ ରହିଲା ନାହିଁ। ତାଙ୍କର ବୁଦ୍ଧି ବ୍ରହ୍ମରେ ସ୍ଥିର ହୋଇଗଲା ଓ ଆତ୍ମାର ଆଶ୍ରୟଭୂତ ପରମାତ୍ମାଙ୍କ ଭିତରେ ତାହାଙ୍କର ଜୀବଭାବ ଲୀନ ହୋଇଗଲା। ଏହିପରି ସକଳ ଦୁଃଖ ଦୂର ହୋଇଯାଇ ତାଙ୍କୁ ପୂର୍ଣ୍ଣ ପରମାନନ୍ଦ ପ୍ରାପ୍ତି ହୋଇଗଲା। ନିତ୍ୟ ସମାଧିରେ ଆରୂଢ଼ ହେବାରୁ ବିଷୟ ଭ୍ରମ ତୁଟିଗଲା ଏବଂ ଜାଗ୍ରତ ହୋଇଯାଇଥିବା ବ୍ୟକ୍ତି ଯେପରି ତାର ସ୍ୱପ୍ନରେ ଦେଖିଥିବା ଦେହକୁ ଭୁଲିଯାଏ, ସେହିପରି ଜାଗ୍ରତ ଅବସ୍ଥାରେ ବି ତାହାଙ୍କର ନିଜ ଦେହ ସମ୍ବନ୍ଧୀୟ ଜ୍ଞାନ ରହିଲା ନାହିଁ। ଏପରି ସ୍ଥିତିରେ ତାହାଙ୍କ ଦେହର ପୋଷଣ ଅନ୍ୟମାନଙ୍କ ଦ୍ୱାରା ହିଁ ହେଉଥିଲା। ତାଙ୍କର କୌଣସି ପ୍ରକାର ମାନସିକ କ୍ଲେଶ ନଥିବାରୁ ଶରୀରରେ କୌଣସି ଦୁର୍ବଳତା ଆସୁନଥିଲା। ଶରୀରରେ ମଇଳା ଜମିଯିବାରୁ ସେ ଧୂମଯୁକ୍ତ ଅଗ୍ନି ପରି ଦିଶିଲେ। ତପସ୍ୟା ଓ ଯୋଗରେ ଯୁକ୍ତ ହୋଇ ତାହାଙ୍କର ସମସ୍ତ ଅଙ୍ଗ ତେଜମୟ ହୋଇଗଲା। ମୁଣ୍ଡର ଯେଉଁ କେଶରାଶି ମୁକୁଳା ହୋଇ ରହିଥିଲା, ସେସବୁ ଜଟା ବାନ୍ଧିଗଲା। କ୍ରମେ କ୍ରମେ ଶରୀରର ବସ୍ତ୍ର ମଧ୍ୟ ଖସି ପଡ଼ିଲା। ଏକମାତ୍ର ଭଗବାନ ବାସୁଦେବଙ୍କ ଠାରେ ବୁଦ୍ଧି ନିବିଷ୍ଟ ହୋଇଯାଇଥିବାରୁ ଦେହ ବିଷୟରେ ତାଙ୍କର କୌଣସି ଚେତା ରହିଲା ନାହିଁ। ତାଙ୍କର ପାଞ୍ଚ ଭୌତିକ ଶରୀରକୁ କେବଳ ପ୍ରାରବ୍ଧ ହିଁ ରକ୍ଷା କଲା। ହେ ବିଦୁର, ଏପରି ଭାବରେ କପିଳଦେବ କହିଥିବା ମାର୍ଗରେ ସାଧନା କରିବାରୁ ଅତି ଅଳ୍ପ ସମୟ ମଧ୍ୟରେ ସେ ନିତ୍ୟମୁକ୍ତ ପରମାତ୍ମା ସ୍ୱରୂପ ଭଗବାନଙ୍କୁ ପାଇଗଲେ। ହେ ବୀରବର, ଯେଉଁ ସ୍ଥାନରେ ସେ ସିଦ୍ଧିପ୍ରାପ୍ତି ହେଲେ, ସେହି ପରମ ପବିତ୍ର କ୍ଷେତ୍ର ତ୍ରିଲୋକରେ ସିଦ୍ଧପଦ ବର୍ତ୍ତମାନ ସିଦ୍ଧପୁର ନାମରେ ବିଖ୍ୟାତ ହେଲା। ହେ ସୌମ୍ୟ, ମାତା ଦେବହୂତିଙ୍କର ମର୍ତ୍ତ୍ୟ ଶରୀରର ସମସ୍ତ ଦୈହିକ ମଳ ଯୋଗ ଦ୍ୱାରା ଶୁଦ୍ଧ ହୋଇଗଲା। ପରିଶେଷରେ ତାହାଙ୍କର ଶରୀର ଶ୍ରେଷ୍ଠ ନଦୀ ରୂପରେ ପରିଣତ ହୋଇଗଲା। ସେହି ନଦୀ ସମସ୍ତ ପ୍ରକାର ସିଦ୍ଧି ପ୍ରଦାନ କରେ, ତେଣୁ ସିଦ୍ଧମାନେ ସେହି ନଦୀକୁ ତୀର୍ଥ ରୂପେ ସେବନ କରନ୍ତି। ମହାଯୋଗୀ କପିଳ ମଧ୍ୟ ମାତାଙ୍କର ଆଜ୍ଞା ନେଇ ପିତାଙ୍କ ଆଶ୍ରମର ଈଶାନ କୋଣ ଅଭିମୁଖେ ଅଗ୍ରସର ହେଲେ। ସେଠାରେ ସ୍ୱୟଂ ସମୁଦ୍ର ତାଙ୍କୁ ପୂଜା କରି ରହିବାକୁ ସ୍ଥାନ ଦେଲା। ସେ ତିନି ଲୋକକୁ ଶାନ୍ତି ପ୍ରଦାନ କରିବା ନିମନ୍ତେ ଯୋଗ ମାର୍ଗ ଅବଲମ୍ବନ କରି ସମାଧିସ୍ଥ ହୋଇଗଲେ। ସିଦ୍ଧଚାରଣ, ଗନ୍ଧର୍ବ, ମୁନି, ଅପ୍ସରାଗଣ ତାଙ୍କୁ ସ୍ତୁତି କରନ୍ତି ଏବଂ ସଂଖ୍ୟାଚାର୍ଯ୍ୟଗଣ ମଧ୍ୟ ତାହାଙ୍କୁ ସବୁ ପ୍ରକାର ସ୍ତବନ କରନ୍ତି। ହେ ନିଷ୍ପାପ ବିଦୁର, ତୁମେ ପଚାରିବାରୁ ମୁଁ ଭଗବାନ କପିଳ ଓ ଦେବହୂତିଙ୍କର ପରମ ପବିତ୍ର ସମ୍ବାଦ ବର୍ଣ୍ଣନା କଲି। କପିଳ ଦେବଙ୍କର ଏହି ମତ ବା ଉପଦେଶ ହେଉଛି ଆତ୍ମଯୋଗର ଗୂଢ଼ ରହସ୍ୟ। ଯେଉଁ ବ୍ୟକ୍ତି ଏହା ଶ୍ରବଣ ବା ବର୍ଣ୍ଣନା କରନ୍ତି, ସେ ଭଗବାନ ଗରୁଡ଼ଧ୍ୱଜଙ୍କ ଭକ୍ତିରେ ଯୁକ୍ତ ହୋଇ ଅତି ଶୀଘ୍ର ଶ୍ରୀହରିଙ୍କ ଚରଣାବିନ୍ଦ ଲାଭ କରନ୍ତି। ଏହି ଥିଲା ତୃତୀୟ ସ୍କନ୍ଧର 33ତମ ଅଧ୍ୟାୟ, ଅର୍ଥାତ୍ ଶେଷ ଅଧ୍ୟାୟ। ଆପଣମାନେ ଭାଗବତ ମହାପୁରାଣ ଶୁଣି କ'ଣ ଅନୁଭବ କରୁଛନ୍ତି, ନିଶ୍ଚୟ ମତାମତ ଦିଅନ୍ତୁ। ଫଳରେ ଆଗାମୀ ଦିନରେ ଏହାକୁ ବଜାୟ ରଖିବା ପାଇଁ ଉତ୍ସାହିତ ଲାଗିବ। ଆପଣମାନେ ଏହି ଅଧ୍ୟାୟ ଭଲ ଭାବରେ ଶୁଣିଥିବାରୁ ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।